ନାଇଁ ମନ୍ତ୍ରୀଙ୍କ ସହଧର୍ମିଣୀ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଆସିବାରେ କୌଣସି ଅସୁବିଧା ନାହିଁ। କଥା ହଉଛି ସେ ଆସୁଥିଲେ ଜଣକୁ ସମବେଦନା ଜଣେଇବା ପାଇଁ। ତ ଜଣକୁ ସମବେଦନା ଜାଗାରେ ଜଣକୁ ସମ୍ବର୍ଦ୍ଧନା ଦବା ଏବଂ ଆପଣ ଦେଖିବେ ମୋ ପାଖରେ ସେ ଭିଡ଼ିଓ ଅଛି ଆପଣ କୋଉ ଟାଇପ୍ର ସେଲିବ୍ରେସନ୍ କରାହେଇଛି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ସେ କାର୍ଯ୍ୟକ୍ରମକୁ ଜାନୁଆରୀ 26 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଆସିବାର ଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କର ଯେହେତୁ ସେଦିନ ଜାନୁଆରୀ 26 ତାରିଖ ସେ ଗୋଟେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଫ୍ରି ନଥିଲେ ତେଣୁ ତାଙ୍କର ସେଡ୍ୟୁଲ୍ ହେଇପାରିଲାନି ସେ ଆସିପାରିଲେନି ସେ କାର୍ଯ୍ୟକ୍ରମ ବାତିଲ ହେଲା। ତା ପରବର୍ତ୍ତୀ ଅବସ୍ଥାରେ ଆମେ ଶୁଣିଲୁ ଯେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଆସୁଛନ୍ତି ଏବଂ ସମସ୍ତେ ଆମେ ଯେଉଁମାନେ ସେ ଯେହେତୁ ମୋର ନିଜ ଗାଁ ତେଣୁ ଆମେ ସମସ୍ତେ ଉତ୍କଣ୍ଠିତ ଥିଲୁ ଯେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଆସିବେ ଆଉ ସମସ୍ତଙ୍କର ମଧ୍ୟ ଆମ ଅଞ୍ଚଳର ସମସ୍ତଙ୍କର ମନ ଭିତରେ ଗୋଟେ ଖୁସିର ଲହରୀ ଯେ ସେ ତାଙ୍କୁ ଦର୍ଶନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଧର୍ମପତ୍ନୀଙ୍କୁ ଗୋଟେ ଦେଖିବାର ଉତ୍ସାହ ତାଙ୍କ ପ୍ରତି ଥିଲା କିନ୍ତୁ ଆମେ ଦେଖିଲୁ ହଠାତ୍ ବାଲିକୁଦାର ଭାରତୀୟ ଜନତା ପାର୍ଟିର ବ୍ଲକ ଯେଉଁ କାର୍ଯ୍ୟାଳୟ ଅଛି ତାର ଯେଉଁ ନେତା ଯିଏ ଅଛନ୍ତି ସେ ଯେଉଁ ଟାଇପ୍ର ସମସ୍ତେ ଯେଉଁ ନେତାମାନେ ତାଙ୍କର ଦଳୀୟ ସେଠିକି ଲ ଆଣ୍ଡ ଏକ୍ସାଇଜ ମିନିଷ୍ଟର ସେ ବି ଆସିଛନ୍ତି ସେଠିକି ତାଙ୍କର ଦଳୀୟ ପଦାଧିକାରୀ ଆସିଛନ୍ତି ପାର୍ଟି ପ୍ରେସିଡେଣ୍ଟ ଆସିଛନ୍ତି ତାପରେ ବିଧାୟକ ବାବୁ ସିଂ ଆସିଛନ୍ତି ଅନ୍ୟମାନେ ଆସିଛନ୍ତି ଆମର କୌଣସିରେ ଆପତ୍ତି ନାହିଁ କିନ୍ତୁ ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମିସେସ୍ ଗୋଟେ ପ୍ରୋଟୋକଲରେ ଆସୁଥିଲେ ସେଟା ତ ଗୋଟେ ଦଳୀୟ କାର୍ଯ୍ୟକ୍ରମ ନଥିଲା ସେଟା ଗୋଟେ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା ଏକ ସାଧାରଣ କାର୍ଯ୍ୟକ୍ରମ ଥିଲା ଗୋଟେ ପାରିବାରିକ ସମ୍ପର୍କ ତାଙ୍କର ଯେହେତୁ ତାଙ୍କ ସହିତ ରହିଛି ତେଣୁ ସେ ଆସୁଥିଲେ ତାଙ୍କୁ ନେଇକି ତାଙ୍କ ଅଫିସରେ ବସିବା ଦ୍ୱାରା ଗୋଟେ ମତେ କୋଉଠି ନା କୋଉଠି ମୁଁ ଅନୁଭବ କଲି ଯେ ଭାରତୀୟ ଜନତା ପାର୍ଟିର ଯେ ନେତା ଅଛନ୍ତି ତାଙ୍କର ଜିଲ୍ଲା ପ୍ରଶାସନ ଆଉ ବ୍ଲକ ପ୍ରଶାସନ ଉପରେ ଗୋଟେ ପ୍ରଭାବ ସୃଷ୍ଟି କରିବା ପାଇଁ ନିଜର ପ୍ରତିହାରକୁ ଜାହିର କରିବା ପାଇଁ ସେଇଟା ଗୋଟେ ସେ ଉଦ୍ୟମ କରୁଥିଲେ ମସୁଧା କରୁଥିଲେ ଏବଂ ବିଭିନ୍ନ ସମୟରେ ତାଙ୍କର ସେଇ ଆଟିଚ୍ୟୁଡ୍ ମୁଁ ମଧ୍ୟ ଦେଖିଛି ଯେ ବହୁତ ସେଣ୍ଟ୍ରାଲ ଲିଡର ଷ୍ଟେଟ୍ ଲିଡର ବିଜେପିର ଯେଉଁମାନେ ଅଛନ୍ତି ସେମାନଙ୍କ ସହିତ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ଏବଂ ଗୋଟେ ପାରାଚୁଟ୍ରେ ଓହ୍ଲେଇକି ଆସି ରାଜନୀତି କରିବା ସହିତ ଗ୍ରାସରୁଟ୍ରେ ନଥିଲେ ତେଣୁ ହଠାତ୍ 6 ମାସ 7 ମାସ ଇଲେକ୍ସନ ପୂର୍ବରୁ ଆମେ ସମସ୍ତେ ଜାଣିଲୁ ତ ଏଭଳିଆ ଏକ ଘଟଣାକୁ ଏଭଳିଆ ଯେଉଁ ପ୍ରୋସେସରେ ସେ ପଲିଟିକ୍ସ କି ଯାଉଛନ୍ତି ଏବଂ ଯେଉଁ ଗୋଟେ ସାଧାରଣ ପ୍ରୋଗ୍ରାମ ଗୋଟେ ବ୍ୟକ୍ତିଗତ ପ୍ରୋଗ୍ରାମକୁ ସେ ଯେଉଁ ଟାଇପ୍ର ରାଜନୀତିକରଣ କଲେ ସେଟାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି ସେଇଟା ମୋର ବ୍ୟକ୍ତିଗତ ମତ ଥିଲା ଏବଂ ସେଇଟା ମୁଁ ଉଚିତ ମନେ କରୁନି ଗୋଟେ ଏଭଳି ଏକ କାର୍ଯ୍ୟକ୍ରମକୁ ରାଜନୈତିକ ରୂପରେଖ ଦେବା ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କର ଗସ୍ତ ବେଳେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ତାଙ୍କୁ ଯୋଉ ସମ୍ବର୍ଦ୍ଧନା ଦିଆଯାଇଛି ଯେଉଁ ବନ୍ଧୁ ଆମର ତା ବାବଦରେ କିଛି ମତବ୍ୟକ୍ତ କରିଛନ୍ତି ମୁଁ ଅନୁଭବ କରୁଛି ସେ ମତବ୍ୟକ୍ତର କିଛି ମାନେ ନାହିଁ ବୋଧହୁଏ ଅନ୍ୟ କାହାକୁ ଖୁସି କରିବା ପାଇଁ ଏଭଳିଆ ମତବ୍ୟକ୍ତ ସେ କରିଛନ୍ତି। ଦ୍ୱିତୀୟ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଧର୍ମପତ୍ନୀ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଭାରତୀୟ ଜନତା ପାର୍ଟିର ଜଣେ ଜଣେ କର୍ମୀ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ତେଣୁ ପ୍ରଥମେ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ତାପରେ ଭାରତୀୟ ଜନତା ପାର୍ଟି ତାଙ୍କୁ ଇଲେକ୍ଟେଡ କଲା ପରେ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ତେଣୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ହୁଅନ୍ତୁ ଯଦି ଦଳୀୟ କାର୍ଯ୍ୟାଳୟକୁ ଆସିଲେ ଏ ବାବଦରେ କିଛି ମତବ୍ୟକ୍ତ କରିବା ଉଚିତ ନୁହେଁ। କାହିଁକି ମୁଁ କହିବି ଯେଉଁ ବନ୍ଧୁ ଏ ବାବଦରେ ମତବ୍ୟକ୍ତ କରିଛନ୍ତି ସେ କହିପାରିବେ କି ତାଙ୍କର ଯେଉଁ ନେତା ମୁଖ୍ୟମନ୍ତ୍ରୀ ଥିଲେ ଯେଉଁ 24 ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିଲେ କୌଣସି ଦଳୀୟ କାର୍ଯ୍ୟକ୍ରମକୁ ଯାଇନାହାନ୍ତି ଦଳୀୟ ବ୍ୟାନର ତଳେ ବସିନାହାନ୍ତି ଯଦି ସିଏ ବସି ପଡୁଥିଲେ ଆମ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀକି ଯଦି ବାଲିକୁଦା ବ୍ଲକର କର୍ମୀମାନେ ଅତି ଉଲ୍ଲାସିତ ଭାବରେ ସମ୍ବର୍ଦ୍ଧିତ କଲେ ସେଥିରେ ତାଙ୍କର ଏତେ ଖଟକା ଲାଗୁଛି କାହିଁକି କିଛି ପ୍ରୋଟୋକଲ ଯେତେବେଳେ ସେ ତାଙ୍କର ସରକାରୀ କାର୍ଯ୍ୟକ୍ରମରେ ଆସିବେ ଯଦି ସରକାରୀ କାର୍ଯ୍ୟକ୍ରମରେ ଆସିବେ ସେଠି ପ୍ରୋଟୋକଲ ଧରାଯିବ ଏଠି ସରକାରୀ କାର୍ଯ୍ୟକ୍ରମରେ ସେ ନଥିଲେ ବେସରକାରୀ କାର୍ଯ୍ୟକ୍ରମରେ ଥିଲେ ଯଦି ଆମେ କଣ ଯଦି ବାଟରେ ଅନ୍ୟ କୌଣସି ସଂସ୍ଥା ସଂଗଠନ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତା ତାହେଲେ କିଛି ଅସୁବିଧା ନଥିଲା। ଦ୍ୱିତୀୟ କଥା ହେଉଛି ବନ୍ଧୁ ମୋର ଯେଉଁ କହିଛନ୍ତି ଯେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ ସରକାରୀ ଅଫିସରଙ୍କ ଉପରେ ଚାପଗ୍ରସ୍ତ କରିବା ପାଇଁ ଯିଏ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ ବା ଯେଉଁ ନେତା ଯେଉଁ ଆମର ନେତା ସତ୍ୟସାରଥୀ ମହାନ୍ତିଙ୍କ ଦ୍ୱାରା କରାଯାଉଥିଲା ସେ କଣ ବିଜେପିର ନେତା ନୁହନ୍ତି କି ତେଣୁ ସେ କଣ ବିଜେପି ସରକାରରେ ଅଛି ବୋଲି ପ୍ରଶାସନିକ ଅଧିକାରୀ ମାନେ ଜାଣିନାହାନ୍ତି କି ତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଶାସନ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି ହବ ଏହା ଏକ ଭ୍ରମିତ କଥା। ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କର ବାଲିକୁଦା ଗସ୍ତ ଏକ ସାମାଜିକ କାର୍ଯ୍ୟକ୍ରମରେ ଥିଲା ଖାଲି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ନଥିଲେ ଅନେକ କ୍ୟାବିନେଟ ମିନିଷ୍ଟର ଆସିଥିଲେ ଏମଏଲଏ ଆସିଥିଲେ ଦଳୀୟ ନେତାମାନେ ଆସିଥିଲେ ତେଣୁ ତାଙ୍କୁ ଏଠି ସମ୍ବର୍ଦ୍ଧିତ କରିବା ବା ସମ୍ବର୍ଦ୍ଧିତକୁ ବିରୋଧ କରିବା ଏକ ହାସ୍ୟାସ୍ପଦ କଥା।